ସଦାବେଳେ ଏ ଯେଟା ମଣିଷର କିଛି ନାହିଁ ମଣିଷର ଯଦି ଷ୍ଟାମିନା ଥିବ ଠିକ୍ ଅବି ଅବି ମୁଁ 100 ଲୋକଙ୍କ ସହିତ ଲଢ଼ିବି ମୁଁ ବେହେରାଜ ଯାଦବ ପିଲା ମୁଁ 100 ଲୋକଙ୍କୁ ସଦାବେଳେ ଲଢ଼େ ଆଉ କି ସଦାବେଳେ ମୋ ରକ୍ତ ଥାଏ ସଦାବେଳେ ମୋ ଜୀବନ ପଛେ ନକେ ପଡ଼ିଥାଉ ଜଗତ ଉଦ୍ଧାର ହେବ ମୁଁ ସେଥିପାଇଁ ବ୍ଲଡ଼ ମୋର ଏଇଟା ହେଇଗଲା 40 ଥର ମୁଁ ସଦାବେଳେ ବ୍ଲଡ଼ ଦାନ କରିବା ପାଇଁ ରକ୍ତଦାନ ଗୋଟେ ମହତ୍ତ୍ୱପୂର୍ଣ୍ଣ ରକ୍ତଦାନ ମହାପୁଣ୍ୟ କାମ ସେଥିପାଇଁ ଆମ ଦେହରେ ଯେଉଁ ବ୍ଲଡ଼ଟି ତିଆରି ହେଉଛି ସେ ବ୍ଲଡ଼ ବି ପୁଣି ସିଏ ବି ପାଣି ହେଇଯାଉଛି ପୁଣି ବି ବ୍ଲଡ଼ ହେଉଛି ସେଥିପାଇଁ ଆମ ଦେହରେ ମୋ ଦେହରେ ଯଦି ମୁଁ ଆଜି ଏଇଥରକ ହେଇଛି ମୋର 40 ଥର ବ୍ଲଡ଼ ଦେବା ମୁଁ ଲୋକଙ୍କର ମୋ ନିଜର ରକ୍ତ ଯଦି ଜଣଙ୍କ ମୋ ବ୍ଲଡ଼ଟା ଦେଇଦେଲା ପରେ ଜଣେ ଯଦି ବଞ୍ଚି ଯାଇପାରୁଛି ମୁଁ ସେଥିପାଇଁ କୁଣ୍ଠାବୋଧ କାହିଁ ହେବି ସମାଜରେ ସମସ୍ତଙ୍କୁ କହୁଛି ଯେଉଁମାନେ ସବୁ ସୁସ୍ଥ ସବଳ ଅଛନ୍ତି ଯେଉଁ ଲୋକଙ୍କର ଅସୁବିଧା ହେଉଛି ସମସ୍ତେ ରକ୍ତଦାନ କରନ୍ତୁ ଆଗାମୀ ଜିନିଷରେ ଯେଉଁ ପିଢ଼ି ଆସୁଛି କୋଭିଡ଼ ଆସୁଛି ତା ଲକ୍ଷ୍ୟରେ ଯଦି ଆମେ ବ୍ଲଡ଼ ଯଦି ସଂଗଠନ ନ ରଖିବା ପ୍ରତ୍ୟେକ ହସ୍ପିଟାଲ ପ୍ରାଇଭେଟ୍ ହେଉ ଗଭର୍ଣ୍ଣମେଣ୍ଟ ହେଉ ତାହେଲେ ଆମ ଲୋକଙ୍କ ପାଇଁ ଆମେ ସେବା କରିପାରିବାନି ଏତିକି ମୋର ବାର୍ତ୍ତା ମୁଁ ସଦାବେଳେ ଲୋକଙ୍କୁ ରକ୍ତଦାନ କରେ ମହତ୍ତ୍ୱପୂର୍ଣ୍ଣ କାମ କରେ ମୋର ଆଜିକା ଡେଟ୍ ଯୁବବର୍ଗ ମାନେ ରକ୍ତଦାନ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି କିନ୍ତୁ ଆପଣ ଏତେ ଏଜ୍ ହେଲା ପରେ ମଧ୍ୟ ରକ୍ତଦାନ କରୁଛନ୍ତି ଯୁବବର୍ଗଙ୍କୁ କ'ଣ ସମଝାନ୍ତୁ ସଦାବେଳେ ଏ ଯେଟା ମଣିଷର କିଛି ନାହିଁ ମଣିଷର ଯଦି ଷ୍ଟାମିନା ଥିବ ଠିକ୍ ଅବି ଅବି ମୁଁ 100 ଲୋକଙ୍କ ସହିତ ଲଢ଼ିବି ମୁଁ ବେହେରାଜ ଯାଦବ ପିଲା ମୁଁ 100 ଲୋକଙ୍କୁ ସଦାବେଳେ ଲଢ଼େ ଆଉ କି ସଦାବେଳେ ମୋ ରକ୍ତ ଥାଏ ସଦାବେଳେ ମୋ ଜୀବନ ପଛେ ନକେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ମୁଁ ସେଥିପାଇଁ ବ୍ଲଡ଼ ମୋର ଏଇଟା ହେଇଗଲା 40 ଥର ମୁଁ ସଦାବେଳେ ବ୍ଲଡ଼ ଦାନ କରିବା ପାଇଁ ଯୁଗପୁର ଯେଉଁମାନେ ଯିଏ ମୁଖ୍ୟ ସୂଚତ୍ରରେ ଆସିବାକୁ ଚାହୁଁଛି ସମାଜର କିଛି ମଙ୍ଗଳ କାମ କରିବାକୁ ସିଏ କେବେ କୁଣ୍ଠାବୋଧ ହେବନି ଯେ ବ୍ଲଡ଼ ଦେବା ପାଇଁ କିଛି ଲୋକଙ୍କୁ ସ୍ୱଇଚ୍ଛାରେ ସିଏ ବି ଆସୁଛନ୍ତି ସବୁଆଡ଼ୁ ଉତ୍ତର ଭୁବନେଶ୍ୱରରୁ ମଧ୍ୟମରୁ ଏକାମ୍ବରୁ ସବୁଆଡ଼ୁ ଲୋକ ଆସୁଛନ୍ତି ଜଟଣୀରୁ ବି ଖୋର୍ଦ୍ଧାରୁ ଆସୁଛନ୍ତି ଲୋକ ବ୍ଲଡ଼ ଦେବା ପାଇଁ 200 ଉପରେ ବ୍ଲଡ଼ ଦେଇସାରିଲେଣି ଲୋକ ସେଥିପାଇଁ ଜଗନ୍ନାଥ କତିରେ ପ୍ରାର୍ଥନା କରୁଛି ଆଗାମୀ ଦିନରେ ସମସ୍ତଙ୍କର ମଙ୍ଗଳମୟ ହେଉ ଯେଉଁମାନେ ବି ବ୍ଲଡ଼ ଦେଇଛନ୍ତି ସୁସ୍ଥ ସବଳ ସମସ୍ତେ ରୁହନ୍ତୁ।